ପୁଣି ମେ ମାସରେ ବଢ଼ିଲା ବାତ୍ୟା ଭୟ। 11 ରୁ 15 ମଧ୍ୟରେ ଲଘୁଚାପ ପୁଣି ମେ ମାସର ସିଷ୍ଟମକୁ ନେଇ ବଢ଼ାଇଲାଣି ଚିନ୍ତା। ଜିଏଫ୍ଏସ୍ ଗ୍ଲୋବାଲ ଫୋରକାଷ୍ଟିଂ ସିଷ୍ଟମର ବଡ଼ ସୂଚନା ଆସିଲା। ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ, ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ତେବେ ଚାଲନ୍ତୁ ଡେରି ନ କରିକି ଆଜିର ଏହି ଭିଡ଼ିଓକୁ ଆରମ୍ଭ କରିବା। ମେ 13 ରୁ 23 ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଏକ ସିଷ୍ଟମ। ପ୍ରଥମେ ଘୂର୍ଣ୍ଣିବଳୟ, 11 ରୁ 15 ମଧ୍ୟରେ ଲଘୁଚାପ, ସାଇକ୍ଲୋଜେନିସିସ୍, ହଠାତ୍ ଅବପାତ କିମ୍ବା ଗଭୀର ଅବପାତ ସମ୍ଭାବନା। ପ୍ରି ମନସୁନର ଏହି ସିଷ୍ଟମ ଆଗକୁ ତୀବ୍ର ହେବା ନେଇ ଭୟ ଘାରିଛି। ତେବେ କାହିଁକି ମେ ମାସର ସିଷ୍ଟମ ଗୁରୁତ୍ୱପୂର୍ଣ୍ଣ? ମୌସୁମୀ ପୂର୍ବରୁ ବା ପ୍ରି ମନସୁନରେ କୌଣସି ସିଷ୍ଟମ ଆସିଲେ ଏହା ଅଧିକ ଘନୀଭୂତ ହୁଏ। ସମୁଦ୍ରରେ ମହଜୁଦ ରହିଥିବା କାରକ ଗୁଡ଼ିକ ସିଷ୍ଟମକୁ ଅଧିକ କ୍ରିୟାଶୀଳ ବା ଘନୀଭୂତ କରାଏ। ସାଧାରଣତଃ ସିଷ୍ଟମ ଗୁଡ଼ିକ ଉପକୂଳ ମୁହାଁ ହୁଏ। ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁ ଅଧିକ କ୍ଷତି କରେ। ତେଣୁ ଏହାକୁ ନେଇ ଆଇଏମ୍ଡି ମଧ୍ୟ ସତର୍କ ରହିବା ସହ ତୀକ୍ଷ୍ଣ ନଜର ରଖିଥାଏ। ଯଦି ସିଷ୍ଟମ ଆସେ ତେବେ ଏହା କେତେ ଘନୀଭୂତ ହେବ ଓ କେଉଁ ଦିଗରେ ଗତି କରିବ ତାହା ଏବେ ବି ଜିଏଫ୍ଏସ୍ କହିନାହିଁ ବା ସ୍ପଷ୍ଟ ଆକଳନ କରିନାହିଁ। ଏନେଇ ଆଇଏମ୍ଡି ପକ୍ଷରୁ କୌଣସି ସୂଚନା ନାହିଁ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଛୋଟିଆ ଇନଫର୍ମେସନ୍ ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ ଆଉ ଆପଣମାନେ ଭିଡ଼ିଓ ଦେଖି ସବୁକିଛି ବୁଝିଯାଇଥିବେ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ଦୟାକରି ଏହି ଭିଡ଼ିଓକୁ ବହୁତ ମାତ୍ରାରେ ଲାଇକ୍ ସେୟାର ଓ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଆପଣମାନଙ୍କୁ ଅନୁରୋଧ ଆପଣମାନେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଜି ପାଇଁ ଏତିକି, ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓରେ। ସେଟା ପର୍ଯ୍ୟନ୍ତ ମୁଁ ଆପଣମାନଙ୍କର ବିଦାୟ ନେଉଛି। ରହୁଛି, ଧନ୍ୟବାଦ।